ओम भूर्भुवस्वतः भर्गो देवस्य धियो यो नः प्रचोदयात्। ओम गणेशाय नमः। नमो नारायणाय। ओम नमः शिवाय। ओम माम्बिकाय। ओम सूर्याय नमः। ओम सत्यनारायणाय नमः। ओम अखंडमंडलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। आज पुष्याभिषेक अल्प बहुत हो पछे हिंदू मंदिर मानकरे आज मध्यम को अभिषेक करा जाए। राजा मध्य अभिषेक हुअन्ति। ये जो पुष्य पूर्णिमा ये गोटे स्वतंत्र दिन। आज हूँ मकर संक्रांति। मकर संक्रांति रे सूर्यंकर पूजा। ये सूर्य को केंद्र करी आमे मकर चाउल भोग करू एवं परस्पर सहित मित्रता स्थापन करू। सूर्यंकर गोटे ना होची मित्र। मित्र शब्दटी मध्य श्रीमद् भगवत गीतार मध्य अनुमोदित होईछि। समशत्रौ च मित्रे च तथा मानव मान। शत्रु सहित मित्र, मित्र सहित शत्रु ये दुईटी माने अंगाअंगी भाव जड़ित। जड़े शत्रु हो पारे बा जड़े मित्र हो पारे। तेणु आज से मित्र भारी लोक माने जो माने मित्र चाहती से माने आज मित्र भाव को नहीं जनक सहित संबंध स्थापन करेंगे। ये गोटे बहुत बड़ कथा। किंतु आज दुनिया रे देखा जाउछि शत्रु सृष्टि करिया को जेतिकी आमे आग्रही, मित्र सृष्टि करिया पे सेतिकी आग्रही नुहंती। धरतु शत्रु आम जीवन में किए? शत्रु आम जीवन प्रथम शत्रु होची आहार। आहार बंचिबा पई खाइबा ये हूँ गोटे प्रकार आहार। ये बंचिबा पई खाइबा सेटा हूँ लक्ष्मी भंडार। खाइबा पई बंचिबा कथा यदि मन पकेबा तार सेटा हला आसुरिक भोजन। निद्रा शरीर क्लांत शरीर को विश्राम दबा से शोइबा से होची मित्र। ता द्वारा शरीर मन प्रफुल्ल रहिबो। किंतु शोइबा पई आमे अर्थ खर्च करिवु केवल शोइबु। केवल शोइबा पई आमे मद्य पीबू शोइबू। निशा द्रव्य व्यवहार करी शोइबू। ये जो जिनिस आलस्य रे शोइबू ये गुड़िक हूँ शत्रु। मैथुन
ଯଥାରୀତି ଦ୍ୱାରା ଯେଉଁ ମୈଥୁନ କରାଯାଏ ଯେ ସୁସନ୍ତାନଟି ଜନ୍ମ ହୁଏ, ସୁସନ୍ତାନ ସୁସନ୍ତରେ ଜନ୍ମ ହୁଅନ୍ତି। ସେଟା ହେଉଛି ମିତ୍ର। ଯଦି ରାକ୍ଷସ ମନୋଭାବରେ ଦାନବ ପ୍ରକୃତିକୁ ନେଇ ସେଇ ନିଶାମାଦକକୁ ନେଇ ଯଦି ଆମେ ମୈଥୁନ କରୁ, ତାହେଲେ ସେଠୁ ଯେଉଁ ସନ୍ତାନ ଆସନ୍ତି ସେ ଯଦିଓ ଜାରଜ ନୁହନ୍ତି, କିନ୍ତୁ ପ୍ରାୟ ଜାରଜ ଭଳି ସେମାନେ ଅଭଦ୍ର ବି ହୁଅନ୍ତି। ଆହାର, ନିଦ୍ରା, ମୈଥୁନ ଏ ତିନୋଟି ଆମ ପାଇଁ ଶତ୍ରୁ, ଆମ ପାଇଁ ମିତ୍ର। ଆହାର ବିନା ଏ ଦେହ ରହିବ ନାହିଁ। ଆପଣ ଦେଖନ୍ତୁ, ମଣିଷ ପାଇଁ ସିନା ଆହାର ଦରକାର, ତା ପାଇଁ ପୋଷାକ ଦରକାର, ଶୀତ ଦିନେ ଚାଦର ଦରକାର, ଖରାଦିନେ ଏସି ଦରକାର, ବର୍ଷା ଦିନେ ଛତା ଦରକାର। କିନ୍ତୁ ଇଏ ସଂସାରରେ ଯେତେ ଆଉ ମଣିଷକୁ ଛାଡ଼ିଲେ ଆଉ ଯେତେ ପଶୁ ପକ୍ଷୀମାନେ ଆପଣ ଦେଖୁଛନ୍ତି, କାହାର ଛତା ଦରକାର ହେଉଛି ନା କାହାର ମାନେ କମଳ ଦରକାର ହେଉଛି ନା କାହାର ଲଜ୍ଜା ନିବାରଣ ପାଇଁ ପୋଷାକ ଦରକାର ହେଉଛି, ହେଉନାହିଁ। ତାହେଲେ ଆପଣମାନେ କୁହନ୍ତୁ, ଏଇ ଯେଉଁ କଥା ଗୁଡ଼ିକ କାହା ପାଇଁ ଲେଖା ହେଇଛି? ପଶୁ ତାର ସକାଳୁ ଉଠିଲେ ଆହାର ପଛରେ ଧାଏଁ, ତାମାନେ ଆହାର ଖୋଜେ। ଆହାର ଖୋଜୁ ଖୋଜୁ ପ୍ରହାର ବି ପାଏ, ପୁଣି ସେ ଆହାର ଖୋଜେ। ସିଏ କିନ୍ତୁ ଏତେ ଅନାସକ୍ତ ହେଲେ ବି ତାରି ଛୁଆ ପ୍ରତି ସେ ଟିକେ ଅତ୍ୟନ୍ତ ଆସକ୍ତି ରହେ, କିନ୍ତୁ ତାର ସବୁକିଛି ସେ ମଣିଷକୁ ଦାନ କରିଦିଏ। ତେଣୁ ସେ ତ୍ୟାଗଟା ହେଉଛି ପ୍ରକୃତ ନିଷ୍କାମ କର୍ମ। ପଶୁମାନେ ଯାହା କରୁଛନ୍ତି ନିଷ୍କାମ, ପକ୍ଷୀମାନେ ଯାହା କରୁଛନ୍ତି ନିଷ୍କାମ। ତାଙ୍କ ପ୍ରବୃତ୍ତିକୁ ନେଇ ସେ ଟିକେ ଲୀଳା କରୁଛନ୍ତି, ଟିକେ ଖେଳା କରୁଛନ୍ତି। କିନ୍ତୁ ମଣିଷ ଭଳି ଗୋଟାଏ କଥାକୁ ଜିଦରେ ମାନେ ଧରି ବସିବା, ଏଇଟା ହେଉଛି ଗୋଟାଏ ଶତ୍ରୁତାର ପରିଚୟ। ବୃକ୍ଷ, ତରୁ, ତୃଣ, ଲତା ଯାହା ବି ଆପଣ ଦେଖୁଛନ୍ତି, ସେ ସମସ୍ତେ ହେଉଛନ୍ତି ଆମର ମିତ୍ର। ଆମର ଶତ୍ରୁ କେହି ନାହାନ୍ତି। ଆମଠାରୁ ଯେଉଁ ଅଙ୍ଗାରକାମ୍ଳ ଗ୍ୟାସ୍ ଯାଉଛି, ତାକୁ ସାଙ୍ଗେ ସାଙ୍ଗେ ବୃକ୍ଷ ଗ୍ରହଣ କରୁଛି। ବୃକ୍ଷ ଆମକୁ ବଞ୍ଚିବା ପାଇଁ ଅମ୍ଳଜାନ ଦେଉଛି। ତେଣୁ ବୃକ୍ଷଠାରୁ ଶ୍ରେଷ୍ଠ ବନ୍ଧୁ କିଏ? ବୃକ୍ଷଟିଏ ରହିଲେ କାଠ ପାଇବା, ପତ୍ର ପାଇବା, ଫଳ ପାଇବା, ଫୁଲ ପାଇବା, ମହୁ ପାଇବା। ଯେକୌଣସି ଗଛ ହେଉ, କିଆ କେତକୀଠୁ ଆରମ୍ଭ କରି ସବୁ ଆମେ ସବୁଟାକୁ ପାଇବା। କିନ୍ତୁ ଆମେ ତାକୁ ତା ପରିବର୍ତ୍ତେ ଦେଉଛୁ କ'ଣ? ଆମେ ତା ପରିବର୍ତ୍ତେ ତାକୁ ବଞ୍ଚିବା ପାଇଁ ଟିକେ ପାଣି ଦେଉଛୁ। ସେଭଳି ପ୍ରଥମ ସମୟରେ ସବୁବେଳେ ବି ପାଣି ଦେଉନୁ। ତା ପାଖରେ ଆମେ ଯେମିତି ମା ପାଖରେ ସନ୍ତାନ ଋଣୀ, ବାପ ମାଙ୍କ ପାଖରେ ସନ୍ତାନ ଋଣୀ ବୋଲି ନିଜକୁ ଭାବେ। ଅନେକ ଭାବନ୍ତି, ସମସ୍ତେ ଭାବନ୍ତିନି। କିନ୍ତୁ ବୃକ୍ଷ ପାଖରେ, ଜଙ୍ଗଲ ପାଖରେ ଆମେ ସମସ୍ତେ ଋଣୀ। ତା ଋଣ ଆମେ ଶୁଝିପାରିବୁ ନାହିଁ। ସେଇଭଳି ଗୋମାତା, ଗୃହପାଳିତ ପଶୁ ଭିତରେ ଆମେ ଗାଈକି ରଖୁ, ଛେଳିକି ରଖୁ, ମେଣ୍ଢା କୁକୁରକୁ ରଖୁ। ହଁ, ସେମାନଙ୍କ ଭିତରେ ମଧ୍ୟ ହିଂସ୍ର ଅଛନ୍ତି, ମାରଣା ଅଛନ୍ତି। କିନ୍ତୁ ସେମାନେ
ଦରକାର ପଡ଼ିଲେ ହିଂସ୍ରତାକୁ ତ୍ୟାଗ କରି ଆମକୁ ମୃତ୍ୟୁ ମୁଖରୁ ରକ୍ଷା ବି କରନ୍ତି। ଏଇଠି ଆମର ଏଇ ଅନନ୍ତ କ୍ଷେତ୍ରରେ 4ଟି ଦେଶୀ କୁକୁର, ଏଇଟା ମାନେ ବହୁତ ଦାମିକିଆ କୁକୁର ସବୁ ରହିଛନ୍ତି। ଏଠି 4ଟି କୁକୁର ଅଛନ୍ତି। ଆମେ ତାଙ୍କୁ ପାଳି ନେଉ କି ଡାକି ନେଉ କି କେଉଁଠୁ ଆଣି କିଛି ଦେଇ ଆସିଛନ୍ତି, ରହିଛନ୍ତି। ତାଙ୍କୁ କିଏ ଟିକେ ଭାତ ଦେଉଛି, କିଏ ଟିକେ ଡାଲି ଦେଉଛି, ଯାହା ହଉ ଏଠି ଖାଇକି ରହୁଛି। କିନ୍ତୁ ରାତି 10ଟା ପରେ ଯିଏ ଲୋକ ଆସିବ, କି ଅଚିହ୍ନା ଲୋକ ଆସିଲା, ସେ ଭୁକିବା ଆରମ୍ଭ କରିବେ। ତାମାନେ ଆମକୁ ସୂଚେଇ ଦେବେ ଯେ କିଏ ଜଣେ ଅଚିହ୍ନା ଲୋକ ଆସିଲା। ଯଦି ଚିହ୍ନା ଲୋକଟି ଯାଇ ତାକୁ କହିବେ ପାଟି କରନା, ସିଏ ଆମ ଲୋକ, ତାପରେ ସଇଲା। ଆଉ ତାକୁ ଯେତେ ଥର ଦେଖିଲେ ବି ଭୁକିବନି। ଦେଖନ୍ତୁ, ଆମେ ଭାବୁଛୁ ଆମେ ମଣିଷ, ଆମେ ଦିବ୍ୟ ଜ୍ଞାନର ପ୍ରତୀକ। ତାହେଲେ ଇଏ କେଉଁ ଜ୍ଞାନର ପ୍ରତୀକ? ଆମ ସେବକ ଯିଏ ସଞ୍ଜୟ ଭାଇ ବୋଲି ତାଙ୍କୁ ଡାକନ୍ତି, ତାଙ୍କୁ ଗୋଟେ ଜପ ଦିଆହେଲା। ଅନନ୍ତ ସରୋବରସ୍ଥ ମନ୍ଦିରରେ ସେ ଜପ କଲେ। ସକାଳୁ ସ୍ନାନ କରିବେ। ସକାଳୁ ସ୍ନାନ କଲାବେଳେ ସେ କୁକୁରଟି, ଗୋଟିଏ କୁକୁର, ସେ 4ଟି କୁକୁରରୁ ଗୋଟିଏ କୁକୁର ଦେଖିଲା, ଇଏ ତ ସ୍ନାନ କରନ୍ତି ନାହିଁ, ଇଏ କ'ଣ ଏଠି ସ୍ନାନ କଲେଣି? ପ୍ରଚଣ୍ଡ ଭାବରେ ଭୁକିଲା। ସିଏ ଭାବିଲା ଯେ ମୋତେ ବୋଧେ ଏଠି କାମୁଡ଼ି ପକାଇବ। ସିଏ ସେଠୁ ଗୋଟିଏ ଉଆଉ ନା କ'ଣ ଗୋଟେ ପଡ଼ିଥିଲା, ତାକୁ ତା ଉପରକୁ ଫୋପାଡ଼ିଲା। ଫୋପାଡ଼ିବା ପରେ ଟିକେ ଶାନ୍ତ ହେଲା। କିନ୍ତୁ ଯେତେବେଳେ ଉପରକୁ ଆସିଲା, ମାନେ ସଞ୍ଜୟ ଗାଧେଇକିରି ଉପରକୁ ଆସିଲା, ଲୁଗାପଟାକୁ ଆସିଲା, ସେତେବେଳେ ଜାଣିଲା ନା ଇଏ ହେଉଛନ୍ତି ଆଶ୍ରମ ଅନ୍ତେବାସୀ। ସେଇଦିନ ଠାରୁ ଆଜି ପର୍ଯ୍ୟନ୍ତ ସିଏ ଆଉ ତାକୁ ଟିକେ ଭୁକେନି, କିମ୍ବା ତା'ର ମାନେ ମନ ଭିତରେ କିଛି ଭୟ ରହେନି। ଏ କଥା କହିବାର କାରଣ କ'ଣ ହେଉଛି, ଗୋଟେ କୁକୁରର ଆତ୍ମଜୀବନୀ କହୁନି, ଗୋଟେ ମାନେ ମଣିଷର ସମସ୍ତେ ବନ୍ଧୁ। ଯଦି ମଣିଷର କେହି ଶତ୍ରୁ ହେଇଥାଏ, ମଣିଷ ତାକୁ ତିଆରି କରୁଛି। ବିରୁଡ଼ି ବସାରେ ଯଦି ଡାଙ୍ଗ ମାରିବ, ବିରୁଡ଼ି ବସାକୁ ଭାଙ୍ଗିବ, ତାହେଲେ ସେ ବିରୁଡ଼ି ଏତେ ମାରାତ୍ମକ ହେଇଯିବ ଯେ ତୁମେ ଅସମ୍ଭାଳ ହେଇଯିବ। ମହୁମାଛି ମଧ୍ୟ ସେଇଆ। ପିମ୍ପୁଡ଼ି ମନ୍ଦାରେ ଯଦି ଗୋଡ଼ ପଡ଼ିଯିବ, ତାହେଲେ ପିମ୍ପୁଡ଼ିମାନେ ତୁମକୁ କାମୁଡ଼ିବେ। ସମସ୍ତଙ୍କର ଆତ୍ମରକ୍ଷା କରିବା ପାଇଁ ସମସ୍ତଙ୍କୁ କିଛି ନା କିଛି ଉପାୟ ଦିଆଯାଇଛି। ଆଜି ସେଇ ଆଜି ସେଇ ମକର ସଂକ୍ରାନ୍ତି, ମିତ୍ର ସୂର୍ଯ୍ୟଙ୍କର ଆଜି ପୂଜା। ଆମେ ଆଜି ସେଇ ଶପଥ ନେବା, ଶପଥ ନୁହେଁ, ଗୋଟେ ମନରେ ସଂକଳ୍ପ ନେବା ଯେ ଆମେ ଜୀବନରେ ଅଯଥାରେ ଶତ୍ରୁ ସୃଷ୍ଟି କରିବା ନାହିଁ। ଯିଏ ଆମର ଶତ୍ରୁ ସୃଷ୍ଟିକାରୀ ଦ୍ରବ୍ୟ, ତାକୁ ବ୍ୟବହାର କରିବା ନାହିଁ। ଯେଉଁ ଦ୍ରବ୍ୟକୁ ଗ୍ରହଣ କଲେ ଆମେ ସୁନ୍ଦର ଦେଖାଯିବା, ଆମ ମନଟି ସୁନ୍ଦର ଦେଖାଯିବ, ଆମ କଥା ବ୍ୟବହାର ସବୁ ସୁନ୍ଦର ହେବ, ଆମେ ସେଇଭଳି ମଧୁର ବ୍ୟବହାର, ମଧୁର କଥା, ମଧୁର ଚିନ୍ତା ଭିତରେ ଆମକୁ ବୁଡ଼ିବାକୁ ପଡ଼ିବ। ତେଣୁ ଆଜି ସମସ୍ତଙ୍କୁ ସେଇ ମିତ୍ରତାର ଆହ୍ୱାନ ଦେଇ ସେବକ ବଳିଆ ଏଇଠି କଥାକୁ ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଜଗନ୍ନାଥ।